ସେହି ସତ୍ୟ ସତ୍ୟ ନୁହେଁ ଯେଉଁଠାରେ ଛଳନା ଅଛି, ଦ୍ୱନ୍ଦ୍ୱ ଅଛି, ସଂଶୟ ଅଛି, ଅବିଶ୍ୱାସ ଅଛି। ଏ ସମସ୍ତ ବିଷୟକୁ ବିଶ୍ଳେଷଣ କଲେ ଏହା ହେଉଛି ଏକ ମହାନ ସତ୍ସଙ୍ଗ ପୀଠ। ଯେଉଁ ସତ୍ସଙ୍ଗ ପୀଠରେ ଆମେ କିଛି ଆତ୍ମା ଏକତ୍ରିତ ହୋଇ ଇଏ ସାରା ବିଶ୍ୱ ବ୍ରହ୍ମାଣ୍ଡର ଯିଏ ହର୍ତ୍ତା କର୍ତ୍ତା ଦୈବ ବିଧାତା, ଯାହାଙ୍କର ବିଚାରରେ, ଯାହାଙ୍କର ଚିନ୍ତାରେ, ଯାହାଙ୍କର ଆଦେଶରେ ଏ ବିଶ୍ୱ ବ୍ରହ୍ମାଣ୍ଡ ପରିଚାଳିତ, ଦୈବ ଦୌଡ଼ି ମଣିଷ ଗାଈ ଯେଣିକି ପ୍ରାଣରେ ତେଣିକି ଯାଏ। ତେଣୁ ସେଇ ଭଗବାନଙ୍କର ପୀଠରେ ଆମେ ଏକତ୍ରିତ ହେଇଛେ। ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ୟର ଶରୀର ପାଇଛେ। ତେଣୁ ଏ ଜୀବନ ବହୁତ ଅନିଶ୍ଚିତ ଜୀବନ। ଗୋଟିଏ ମୁହୂର୍ତ୍ତ ପରେ କ'ଣ ହବ ଘଟିବ ସେ ବିଷୟରେ କେହି ହେଲେ 100% ସତ୍ୟତା ରଖି କହିପାରିବେ ନା। ମୃତ୍ୟୁ ନିଶ୍ଚିତ ଘଟିବ, ଇନେଭିଟେବଲ। ତେଣୁ ଆତ୍ମା ହେଉଛି ଅମର। ଶରୀରର ସିନା ବିନାଶ ହୁଏ, ଆତ୍ମା କିନ୍ତୁ ବିନାଶ ହୁଏ ନାହିଁ। ବାସାଂସି ଜିନ୍ନାନି ଯଥା ବିହାୟ ନବାନି ଗୁହ୍ନାତି ନରୋପରାଣୀ ତଥା ଶରୀରାଣି ବିହାୟ ଜିନ୍ନା ନିନ୍ନାନି ସଞ୍ଜାତି ନବାନି ଦେହି। ତେଣୁ ଆତ୍ମା କେବଳ ଏ ଶରୀରକୁ ଛାଡ଼ି ଚାଲିଯାଏ। ତେଣୁ ଏ ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ୟ ଜନ୍ମ ପାଇ ଯଦି ମୁଁ କିଏ, କୋଉଠୁ ଆସିଛି, ମୋ ଜୀବନର ଉଦ୍ଦେଶ୍ୟ କ'ଣ, ମୃତ୍ୟୁ ପରେ ମୁଁ କୋଉଠିକୁ ଗମନ କରିବି ଏବଂ ପୁନର୍ଜନ୍ମ ଅଛି କି ନାହିଁ, ଇହକାଳ ପରକାଳ ଅଛି କି ନାହିଁ, ଯଦି ପୁନର୍ଜନ୍ମ ଅଛି ତାହା କୋଉ ଆଧାରରେ କହୁଛି, ଇଏ ସବୁ ବିଷୟରେ ବିଚାର ବିମର୍ଶ ନ କରି କେବଳ ଆହାର ବିହାର କରି ପଶୁ ପକ୍ଷୀ ତୁଲ୍ୟ ଜୀବନ ନିର୍ବାହ କରିଦେଲି, ତାହେଲେ ମୋ ଜୀବନ ବୃଥା। ସାହିତ୍ୟ ସଙ୍ଗୀତ ରସାୟନ ବିଜ୍ଞ ସାକ୍ଷାତ ପଶୁ ପୁଚ୍ଛ ବିଷାଣହୀନ ଆହାର ବିହାର ସମାନ ବେଦ ଚରତ୍ୟସ୍ତ ଉପରେ ତୃଣଙ୍ଗ ଭୂତେ। ତେଣୁ ଏ ସବୁ ବିଷୟକୁ ବିଶ୍ଳେଷଣ କଲେ ଇଏ ଭଗବାନଙ୍କ ପୀଠରେ ଆମେ ଗୋଟିଏ ସତ୍ସଙ୍ଗ କରିବାକୁ ଯାଉଛେ। ଯଦିଓ କିଛି ବିଜ୍ଞ ବ୍ୟକ୍ତି, ବିଦ୍ୱାନ ବ୍ୟକ୍ତି ତାଙ୍କର ସ୍ୱରଚିତ କବିତା ଏଠି ଆବୃତ୍ତି କରିଛନ୍ତି, କିନ୍ତୁ ଆଧ୍ୟାତ୍ମିକତାକୁ ବାଦ ଦେଇ ସାହିତ୍ୟ କେବେ ଚିରକାଳ ସ୍ଥାୟୀ ହୋଇ ରହିପାରିବ ନାହିଁ। ତେଣୁ ମୂଳ ପ୍ରସଙ୍ଗ ହେଉଛି ପରମେଶ୍ୱର ପରମାତ୍ମା। ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିର ଯିଏ ରଚୟିତା, ଯିଏ ସୃଷ୍ଟିକର୍ତ୍ତା, ଯିଏ ଆମ ସମସ୍ତଙ୍କର ପିତା ମାତା ସ୍ୱରୂପ ଏଇଠି ବିରାଜମାନ ହେଇଛନ୍ତି। ତମେବ ମାତାଶ୍ଚ ପିତା ତମେବ, ତମେବ ବନ୍ଧୁଶ୍ଚ ତଥା ତମେବ, ତମେବ ବିଦ୍ୟା ଦ୍ରବିଣଂ ତମେବ, ତମେବ ସର୍ପଂ ମମ ଦେବ ଦେବ। ମୋର ବାପା ବି ସେଇ ଶ୍ଲୋକଟିକୁ ବୋଲିକିରି ପ୍ରଭୁଙ୍କୁ ଆରାଧନା କରୁଥିଲେ। ତାଙ୍କ ପିତା ସେ ମଧ୍ୟ ବୋଲୁଥିଲେ, ମୋର ମା ବୋଲୁଥିଲା, ମୋର ଆଈ ବୋଲୁଥିଲା, ମୋର ଜେଜେମା ବୋଲୁଥିଲା, ମୁଁ ବି ସେଇ କଥା ବୋଲୁଛି। ତାହେଲେ ସମସ୍ତଙ୍କର ଯିଏ ମାତୃ ରୂପରେ ଉଭା ହେଇଛନ୍ତି, ସମସ୍ତଙ୍କର ଯିଏ ପିତା ରୂପରେ ଉଭା ହେଇଛନ୍ତି, ତାହେଲେ ଶରୀରକୁ ଦେଖିଲେ ତ ସେ ସମ୍ପର୍କଟା ଆମେ କିଛି ବୁଝିପାରିବା ନାହିଁ। ତାହେଲେ ନିଶ୍ଚୟ ଯୁଗ ଯୁଗର ସମ୍ପର୍କ ଆତ୍ମା ଆଉ ପରମାତ୍ମାଙ୍କର ସମ୍ପର୍କର କଥା। ତେଣୁ ଏ ବିଷୟରେ ସମ୍ୟକ ଜ୍ଞାନ ଆହରଣ କରିବାକୁ ହେଲେ ଆମକୁ ନିଶ୍ଚିତ ଭାବରେ ସତ୍ସଙ୍ଗ କରିବା ପାଇଁ ପଡ଼ିବ। ବ୍ୟସ୍ତ ବହୁଳ ଜୀବନ ଭିତରୁ କିଛି କିଛି ସମୟ ବାହାର କରି ସତ୍ସଙ୍ଗ ଆମେ ନିଶ୍ଚିତ ଭାବରେ କରିବା। କୋଉ କାଳରୁ ସିଏ ସୁନ୍ଦର ଭଜନ ସମ୍ରାଟ ଲେଖିଥିଲେ, ବଡ଼ ମାୟାବୀ ଜୀବ ଦିନେ ନ ଭଜୁ ରାମକୃଷ୍ଣ ସୃଷ୍ଟି କରି। ପୁରା କବିତାଟାକୁ ମୁଁ ମନେ ରଖିକିରି ମନସ୍ତତ୍ତ୍ୱ ବିଭାଗର ଅଧ୍ୟାପିକା, ତେଣୁ ପିଲାମାନଙ୍କୁ ଯେତେବେଳେ ଶିଶୁ ମନୋବିଜ୍ଞାନ ପଢାଏ ଏ କବିତାଟିକୁ ସୁନ୍ଦର ଭାବରେ ଭଜନଟିକୁ ପ୍ରାଞ୍ଜଳ ଭାବରେ ବୋଲିଦିଏ। ପ୍ରଥମ ମାତୃ ଜରାୟୁ ଭିତରେ ଅବସ୍ଥାନ କରିବାଠୁ ଜନ୍ମ ହେଲା ପର୍ଯ୍ୟନ୍ତ ସବୁ କଥା ସୁନ୍ଦର ଭାବରେ ବର୍ଣ୍ଣିତ ହେଉଥାଏ। ମୁଁ କହେ ପିଲାମାନେ ଶିଶୁ ମନୋବିଜ୍ଞାନ ଯଦି ଲେଖିବାକୁ ପଡିବ ପରୀକ୍ଷାରେ, ଇଏ ଜଣାଣଟିକୁ ଯଦି ମୁଖସ୍ଥ କରିଦବ ତାହେଲେ ତୁମେ 10 ମାର୍କ ଥିଲେ 10 ମାର୍କ ସମ୍ପୂର୍ଣ୍ଣ ପାଇବ। ଶେଷ ତାର ଗୋଟିଏ ମଝିରେ ସୁନ୍ଦର ପଦଟି ଅଛି,